ତାକୁ ଧରି କୁଆଡ଼େ ବାହାରି କାଇଁ ଯାଉଛୁ କଥା ଯାଉଛି କାହିଁ ଯାଉଛନ୍ତି? ଯାଉଥିଲି ତାକୁ ଟିକେ ବୁଲିବାକୁ ନବାକୁ ଆଉ ଝୁଅ କୁଆଡ଼େ ଗଲା? ଝୁଅ କଥା ତମେ ପଚାରୁଛ ବାପା ମତେ ଗୋଟେ କଥା କହିଲ 3 ଦିନ ହେଲା ସେ ଘରକୁ ଆଇଲାଣି ତା ଶାଶୁ ସାଙ୍ଗରେ 3 ଦିନ ଯାକ ଫୋନ ଲଗେଇ ଗୋଟେ ଗାଜୁରୁ 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 ଗଲା ହଉଛି ସେ ତା ଶାଶୁ ଟିକେ ରାଗି ଯାଇଛି। କାଇଁ ତୁ ଜାଣିନୁ ସେ କଥା ସେ କହୁଥିଲା ତୁ ଆଇଲି ତାକୁ ଟିକେ ବୁଝେଇଦେବ ଡାକ ଡାକ ନାଇଁ ତମେ ପଛେ ଯାଅ ମୁଁ ବୁଝିବି ମୋ କଥାଟା ମାନେ ତାକୁ ଡାକିଲୁ ତାକୁ ଡାକିଲୁ ଚାଲ ତୁ ଯୋଉ ବଜାରରୁ ଯିବୁ ହଉ ରହ ଟିକେ ରହ ଆଇଲୁ ଆଇଲୁ ସବୁବେଳେ ତୁ ଶାଶୁ ସାଙ୍ଗରେ ଏମିତି ହଉଛୁ ଯୋଉ କଥା ତ ହେଲା ସବୁଥିରେ ମତେ ଦୋଷ ଦଉଛ। ବୋଉ ମୁଁ ତ 5 ଦିନ ପାଇଁକା ଆସିଛି 3 ଦିନ ମାତ୍ର ହେଇଛି ଆଉ 2 ଦିନ ହଉ ମୁଁ ଯିବିନି ତମେ ବ୍ୟସ୍ତ କାହିଁ ହଉଛ କଣ କହିଲ ନାଇଁ ବୋଉ ମୁଁ ମୋର ଆଉ 2 ଦିନ ରହିକିନା ଯିବି ନାଇଁ ବୋଉ ତମେ ଯାହା କହୁଛ କୁହ ମୁଁ ମୋର ଆଉ 2 ଦିନ ରହିକିନା ଯିବି ହଉ 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 ବାପା ଡାକୁଛନ୍ତି ବାପା ସାର୍ କଣ କଥା ହବାର ଅଛି ହଉ ଭାଇ ତୁ ଚାଲ ମୁଁ ଯାଉଛି ଆଉ ସେ ଫୋନ କାଟେ ବାପା ଡାକୁଛନ୍ତି ବାପା ସାର୍ କଥା ହବୁ ଜଲ୍ଦି ହଁ ମୁଁ ଯାଉଛି ତୁ ଚାଲୁନୁ ଆସେ ଖାଲି ଛିଣ୍ଡେଇବି ରସମା ନାଇବ ବାପା ହଁ ସେ ଆସିଲାଣି ମାରେ ସେ ଚାରି ସେ ଘରକୁ ଯାଇ ହଁ ହଉ ମୁଁ ଯାଉଛି ଧନୁ ତୁ ଯା ଟିକେ ଆଇପା କଥା ମୁଁ ଟିକେ ମା ସାଙ୍ଗରେ କଥା ହେଇସାରିଲା ପରେ ବଜାରକୁ ଯିବା ହେଲା ଯା ଚାଲ ତୁ ଚାଲ ନାଇଁ ତମେ ଯାଅ ତୁ ଚାଲେ କଥାଟା ମାନ ତମେ ଚାଲ ଆগে ଚାଲ ମୁଁ ଯାଉଛି ମାରେ ବ ଏ ପୁଅ ଆଇଲୁ ବ ମା ମତେ ସତ କଥା କହ ତୁ କଣ ପାଇଁ ତୋ ଶାଶୁ ଉପରେ ରାଗିଛୁ? ବାପା ଶୁଣିବ ତ ମାରେ କହିଲୁ କହ ବାପା ତମ ଜ୍ୱାଇଁ ଜଣେ ବେଲେ ଲୋକ ହଁ ଘର ଚଳେଇବେ ବାହା ପୁଆଣି ଭଲ ମନ୍ଦ ବନ୍ଧୁବାନ୍ଧବ ମୋର ଗୋଟେ ପିଲା ମୋ ଦେଢଶୁରଙ୍କର 2ଟା ପିଲା ମୋ ଯାଟିଏ ପୁଣି ଅଛନ୍ତି ମାନେ ସମସ୍ତଙ୍କୁ ସବୁ କଥାରେ ସବୁ ମାନେ ପରିବହନ କରିବେ କିନ୍ତୁ ମୋ ଦେଢଶୁର ସକାଳେ ଉଠିବେ କି ନାହିଁ ମାନେ 2 ଘଣ୍ଟା ଘର ବାରି କାମ କରିବେ କି ନାହିଁ ଯାଇକି 11ଟା ବାଜିଲେ ତାସ ଖେଳିବାକୁ ପଳେଇବେ ସେଇଥିରେ ମୋ ଶ୍ୱଶୁର ମୋ ଦେଢଶୁର ସବୁବେଳ ପାଇଁ ମୁଣ୍ଡେଇକି ରଖିଛନ୍ତି କହିଲେ ଦେଖିଆ ବାପା ସେ ଏକଦମ ଠିକ କଥା କହିଛି ତୁ ଆସି ଏଡେ ବଡ ପିଲାଟା ହେଲୁ ତୁ ଆସି 2ଟା ଛୁଆର ବାପା ହେଲୁ ତୁ ଚିନ୍ତା କରିବା ଦରକାର ତୁ ସେଠି ଘର ନ ଚଳିବା ବଦଳରେ ତୁ ଯାଇକି ସେଠି ତାସ ଖେଳୁଛୁ ହଁ ତା ଭିତରେ ପୁଣି ଶ୍ୱଶୁର ତାକୁ ମୁଣ୍ଡେଇକି ବୁଲୁଛି ହଁ ଏଗୁଡ଼ା କଣ ଠିକ କଥା ବାପା ସେ ଏକଦମ ଠିକ କଥା କହିଛି ବାପା ତମ ଜମା ଜାଣିନ ବାପା ତା କଥା ଅଛି ବାପ ମା ମାନେ ଯେତୋଟି ପିଲା ଜନ୍ମ କରନ୍ତି କାହାକୁ ଅନ୍ତରପାନ୍ତର କରିବା ଉଚିତ ନୁହେଁ ସମସ୍ତଙ୍କୁ ଗୋଟିଏ ଦୃଷ୍ଟିରେ ଦେଖିବା କଥା କିନ୍ତୁ ବେଳେ ବେଳେ ସେମିତି ହୁଏ ବାପା ଗୋଟେ ଗଛରେ କହିଲୁ କେତେ ଗୁଡ଼ିଏ ଫଳ ଫଳୁଛି ସବୁ ଫଳ ଗୁଡ଼ା କ'ଣ ହୃଷ୍ଟପୃଷ୍ଟ ହେଇକିନି ସବୁ ହେଉଛନ୍ତି ତା ଭିତରୁ କିଏ ଗୁଡ଼ା ଗିଣିଆ ହେଉଛି କିଏ ଗୁଡ଼ା ଗଜରା ହେଉଛି କାହା ଗୁଡ଼ା ପୋକ ଲାଗିଯାଉଛି ପିଲାମାନେ ବି ସେମିତି ବଡ଼ ପୁଅଟା ତାକୁ ଯେତେବେଳେ ସେ ଜନ୍ମ ହେଇଥିବ ସେ ଘରେ ତାକୁ ଟିକେ ମୋ ବାପା ମାନେ ଅଧିକ ସ୍ନେହ କରିଥିବେ ଅଧିକ ମମତା କରିଥିବେ ବୁଝିପାରୁଛୁ ତେଣୁ ସେଇଥିପାଇଁ ବାପାଟା ବଡ଼ ପୁଅଟାକୁ କିଛି କହିପାରୁନଥିବ କିନ୍ତୁ ମୁଁ ତମ କଥା ମାନୁଛି ଘର କେମିତି ଚଳିବ ପିଲା କେମିତି ଚଳିବେ ବଡ଼ ପିଲା ହେଲଣି ଏସବୁ ଚିନ୍ତା କରିବା କଥା କିନ୍ତୁ ଏ ଯେଉଁ ବାପ କହୁଛି ସବୁବେଳେ ବଡ଼ ପୁଅକୁ ତୁ ବୁଲୁ ଏ କଥା କ'ଣ ବାପ କହୁଥିବ କହୁନି ସେ ଯେମିତି ମୁଣ୍ଡେଇକି ରଖିଛି ଯେମିତି ଆସିବା କହୁଛି ଠିକ ଯିବା କହୁଛି ଠିକ କଥା ତାସ ଖେଳିବାକୁ ଚାଲି ଯାଉଛି ଆରେ ଏଇଟା ଟିକେ ଦୁଷ୍ଟ ହେଇଥିବ ବୁଝିପାରୁଛୁ ଆଉ ତା ବୋଲି କ'ଣ ତାରି ଜଇଁ କ'ଣ ସବୁ ଯାକ ଘରର ଭରଣ ପୋଷଣ ଦାୟିତ୍ୱ ସବୁବେଳେ ସିଏ ତା ଜଇଁ ନେଉଥାଉ ତମ କହିବା କଥା ତୁ ଭଉଣୀ ସେଠି ଗଲା ଦିନ କହିଲୁ କୌଣସି ଦିନ ସେ ଶାଶୁ ଶ୍ୱଶୁର ତୋ ଭଉଣୀ ବିରୁଦ୍ଧାଚରଣ କରିଛନ୍ତି କୋଉଦିନ ତତେ ପଦେ କହିଛନ୍ତି କି ଆମକୁ ପଦେ କହିଛନ୍ତି ସେ ତ ତାକୁ ଭଲ ପାଆନ୍ତି ଯେ ମୋ ସାନ ବୋହୂ ସବୁଠୁ ଭଲ ତାକୁ ତ ସବୁବେଳେ ମୋ ଜଣାତରେ ଆକୁ ସେମାନେ ମୁଣ୍ଡେଇକି ବୁଲନ୍ତି ଇଏ ତାର ଘର ଦ୍ୱାର ତା ଶାଶୁ ଶ୍ୱଶୁର କିଛି ସେମିତି କହିନାହାନ୍ତି କୋଉଦିନ ହଁ ମୋ କହିବା କଥା ସେତିକି ଏଇଆ ସେ ପୁଅଟା ଟିକେ ଦୁଷ୍ଟ ହେଇଥିବ କି ଟିକେ ଅଳସୁଆଟା ହେଇଥିବ ସେ ବୋଉଟା ତାକୁ କ'ଣ କିଛି କହୁନି ହଁ ବାପା ମୋ ଯା ବି ବେଳେ ବେଳେ ଦେଢଶୁରଙ୍କ ଉପରେ ବିରକ୍ତି ହୁଅନ୍ତି କିନ୍ତୁ ସିଏ କାହା କଥା ଶୁଣନ୍ତିନି ତାଙ୍କ ତ ବାପା ତାଙ୍କୁ ମୁଣ୍ଡେଇକି ରଖିଛନ୍ତି ଆଉ ତାଙ୍କର କ'ଣ ଅଛି କିନ୍ତୁ ମୋ ଶାଶୁ ଆସିକିନା ମତେ କହିବେ ପିଲା କେମିତି ଖାଇବ ପିଲା କେମିତି ସ୍କୁଲ ଯିବ ଘରର ସବୁ ଭଲ ମନ୍ଦ ଦାୟିତ୍ୱ ସବୁ ମୋର ଉପରେ ନଜର ଦିଅନ୍ତି ମୁଁ ଆଉ କ'ଣ କରିବି ସେଠି ଖାଲି ସେମିତି ହଉ 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 ଥାଉ ଦେଖିଲ ତ ତା ଶାଶୁ ବି ସେମିତିଆ ସବୁ ଯାକ ଘରର ଦାୟିତ୍ୱ ତୁ ମୋ ଭଉଣୀଟା ଉପରେ ଦେଇଦେବୁ ଏଇଟା କ'ଣ ଠିକ କଥା ବାପା ମତେ ବୁଝେଇଦେଲ ଦେଖିବା ବାପା ତମ ବୟସ ହେଇନି ତମେ କିଛି ବୁଝିପାରୁନ ହେଇ ଯିଏ ଯାହାକୁ ବେଶୀ ଶ୍ରଦ୍ଧା କରେ ବେଶୀ ଭଲ ପାଏ ତା ଜୀବନର ସବୁ ଅର୍ଦ୍ଦଳି ଯାକ ତାରି ଉପରେ ନଦୀ ଦିଏ ତମେ ସେସବୁ ଜାଗାକୁ ଯାଇନି ତା ଶାଶୁ ଶ୍ୱଶୁର ମୋ ଜଣାତରେ ସବୁଠୁ ବେଶୀ ମୋ ଝିଅକୁ ଭଲ ପାଉଛନ୍ତି ମା ତୁ ସେସବୁ କଥା ମାନ ଟିକେ ମୋ କଥା ଶୁଣ ତୁ ଟିକେ ତା ପରିଶ୍ରମ ପଡ଼ୁଥିବ ତୁ ଆଇଛୁ ଆଉ 2 ଦିନ ରହ ତୋ ଶାଶୁକୁ କହ 2 ଦିନ ପରେ ଭାଇ ନେଇ ତୋତେ ଛାଡ଼ି ଦେଇ ଆସିବ ନହେଲେ ସେ ବୁଢ଼ାବୁଢ଼ୀ ଦୁଇଟା ବା ତୋରି ଉପରେ ନିର୍ଭର କରୁଛନ୍ତି ତୁ କାହିଁ ରାଗୁଛୁ ସେ ତାର ଯାହା କରୁଛି କରୁ ତୁ ତୋ ଶାଶୁ ଶ୍ୱଶୁର ମନ ନେଇଛ ବୁଝିପାରିଲୁ ମୋ କଥା
हाँ बापा तू शुण तते से निश्चित भल पाउछ मो मो ज्ञात सारे ताकू जे भल पाउछ तो बयस है तो बुझी बाबा तो गोटे कथा तमे निजे ता सासु सहित तमे निजे कथा हां मु कहि देबी तू व्यस्त होनी हला नै कि तू आदि खाली तो सासु कहि दबु मु आ दिने की 2 दिन पर भाई ने मते छाडी खाली एती कहि दबु आ किछि कहबु कोडी लोक काहे ताकू से तो भारी भल पाए बाबा तो बुझिन हो ने मुदरा हां जा जा तू कोन करिया था करिवु आ जमा ता बुढी किछि कहबुनी हला